ପିଲାମାନେ ଆଜିର ଏ ଭିଡ଼ିଓରେ ଆମେ ଜାଣିବା ଥାଲୋଫାଇଟା ବିଷୟରେ। ଥାଲୋଫାଇଟା ଥାଲୋଫାଇଟା କ'ଣ? ହଁ ପିଲାମାନେ, ଆଜିର ଭିଡ଼ିଓରେ ଥାଲୋଫାଇଟା କ'ଣ ତାହା ଜାଣିବା। ଆମେ ଜାଣୁ କୋଷର ଭିନ୍ନତା, ଶରୀର ଗଠନ, ଜଳ ପରିବହନ, ବୀଜ ଧାରଣ କ୍ଷମତା ଇତ୍ୟାଦିକୁ ଭିତ୍ତି କରି ଉଦ୍ଭିଦକୁ ଆମେ 5 ଭାଗରେ ବିଭକ୍ତ କରିପାରିବା। ସେଗୁଡ଼ିକ କ'ଣ? ସେଗୁଡ଼ିକ ହେଲା ଥାଲୋଫାଇଟା, ବ୍ରାୟୋଫାଇଟା, ଟେରିଡୋଫାଇଟା, ନଗ୍ନବୀଜି ଆଉ ଆବୃତବୀଜି। এইଭଳି ଭାବରେ ଆମେ ଉଦ୍ଭିଦ ଜଗତକୁ 5 ଭାଗରେ ବିଭକ୍ତ କରିପାରିବା। ତେବେ ପ୍ରଥମେ କ'ଣ ଆସିଲା? ପ୍ରଥମେ ଆସିଲା ଥାଲୋଫାଇଟା। ତେବେ ଏହି ବିଭାଗୀକରଣ ସବୁଠାରୁ ଆଗରେ ରହିଛି ଥାଲୋଫାଇଟା। ଏଗୁଡ଼ିକ ହେଉଛି କ'ଣ? ଏଗୁଡ଼ିକ ହେଉଛନ୍ତି ସବୁଠାରୁ ସରଳ ଉଦ୍ଭିଦ। ଏମାନଙ୍କ ଶରୀରରେ କେଉଁଠି ଗଣ୍ଡି, କେଉଁଠି ଚେର, କେଉଁଠି ପତ୍ର, ଏସବୁ ଇତ୍ୟାଦି ଇତ୍ୟାଦି ଆମେ ଏଗୁଡ଼ିକ କିଛି ବି ଜାଣିପାରୁନାହୁଁ। ଚେର, ପତ୍ର, କାଣ୍ଡ, ମୂଳ, ଫୁଲ, ଫଳ କିଛି ବି ବାରିପାରିବା ନାହିଁ, କିଛି ବି ଜାଣିପାରିବା ନାହିଁ। ତାହେଲେ ଉଦ୍ଭିଦ ଦେଖିବାକୁ କେମିତି? ଉଦ୍ଭିଦଟି ଏକ ଅବିଭକ୍ତ ପିଣ୍ଡ, ଏକ ପିଣ୍ଡ ସଦୃଶ, ଯାହାର କି କୌଣସି ବିଭକ୍ତ ହୋଇନାହିଁ, କୌଣସି ପ୍ରକାର ସେ ପୃଥକ ହୋଇନାହିଁ। ତାହା ଏକ ଅବିଭକ୍ତ ପିଣ୍ଡ ଆକାରରେ। ଏହି ଅବିଭକ୍ତ ପିଣ୍ଡକୁ ଥାଲୋସ୍ କୁହାଯାଏ। ହଁ ପିଲାମାନେ, ଥାଲୋଫାଇଟା ମାନଙ୍କର ଶରୀର ଏକ ଅବିଭକ୍ତ ପିଣ୍ଡ ବା ଥାଲୋସ୍ ଦ୍ୱାରା ଗଠିତ। ଆଉ କ'ଣ ଗୁରୁତ୍ୱପୂର୍ଣ୍ଣ କଥା? ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନେ ଏକକୋଷୀ ହୋଇପାରନ୍ତି କିମ୍ବା ବହୁକୋଷୀ ବି ହୋଇପାରନ୍ତି। ଏବଂ ଏମାନଙ୍କ ସମ୍ବାହୀ ଟିସୁ, ଏମାନଙ୍କ ଶରୀରରେ ସମ୍ବାହୀ ଟିସୁ, ଯାହା ଜାଇଲେମ୍, ଫ୍ଲୋଏମ୍, এইଭଳି ଟିସୁ, ଏମାନଙ୍କୁ ସମ୍ବାହୀ ଟିସୁ କୁହାଯାଉଥିଲା ଉଦ୍ଭିଦରେ। ତ ଜାଇଲେମ୍ ଆଉ ଫ୍ଲୋଏମ୍ ପରି ସମ୍ବାହୀ ଟିସୁ ଏମାନଙ୍କ ଶରୀରରେ ନଥାଏ। ଯଦି ଏମାନଙ୍କର ଉଦାହରଣକୁ ଆମେ ଦେଖିବା, କ'ଣ ଏମାନଙ୍କର ଉଦାହରଣ? ସ୍ପାଇରୋଗାଇରା, ୟୁଲୋଥ୍ରିକ୍ସ, କ୍ରାଡୋଫୋରା, କାରା, এইଭଳି ଶୈବାଳ ଗୁଡ଼ିକ ହିଁ ଥାଲୋଫାଇଟାର ଉଦାହରଣ। ତ ପିଲାମାନେ, ଆଜିର ଭିଡ଼ିଓରେ ଆମେ ଥାଲୋଫାଇଟା ବିଷୟରେ ଜାଣିଲୁ।